ପିଲାମାନେ ଧରିନିଅ ମୁଁ ଗୋଟେ ସଂଖ୍ୟା ନେଉଛି 3। ଏବେ ଏଇ 3 କୁ ମୁଁ 2 ଥର ଗୁଣିବି। 3 କୁ 2 ଥର ଗୁଣିଲେ କେତେ ହେଉଛି? 9। 3 3 9। ମୁଁ ଲେଖିପାରିବି 3 ର ବର୍ଗ 9, କାରଣ 3 ର ବର୍ଗର ଅର୍ଥ କ'ଣ? 3 ଗୁଣନ 3। ସେମିତି ଯଦି ମୁଁ କହିବି 4 ର ବର୍ଗ କେତେ, ତୁମେମାନେ କହିବ 4 ଗୁଣନ 4, ଯେଉଁଟାକି 16। 5 ର ବର୍ଗ 5 ଗୁଣନ 5 25। ଏବେ ମୁଁ ଯଦି କହିବି ମୋତେ ଗୋଟେ ସଂଖ୍ୟା କୁହ ଯେଉଁ ସଂଖ୍ୟାକୁ ମୁଁ 2 ଥର ଗୁଣିଲେ ପାଇବି 64, କେଉଁ ସଂଖ୍ୟା ହେବ କୁହ? 5 ଗୁଣନ 5 25, ସେମିତି 6 ରେ 6 ଗୁଣିଲେ 36, 7 ରେ 7 ଗୁଣିଲେ 49, 8 ରେ 8 ଗୁଣିଲେ 64। 8 ଗୁଣନ 8 64। ତେଣୁ ମୁଁ ଲେଖିପାରିବି 64ର ବର୍ଗମୂଳ କେତେ? 8। ଏହାକୁ କୁହାଯାଏ କ'ଣ? ବର୍ଗମୂଳ। ଏବେ ମୁଁ ଯଦି ଲେଖିବି କି 144ର ବର୍ଗମୂଳ କେତେ, ଏହାର ଅର୍ଥ ହେଉଛି ଆମେ ଗୋଟେ ସଂଖ୍ୟା ବାହାର କରିବା ଯେଉଁ ସଂଖ୍ୟାକୁ 2 ଥର ଗୁଣିଲେ ଆମେ ପାଇବା 144। କେଉଁ ସଂଖ୍ୟା ହେବ? 12 ହେବ। 12କୁ ଯଦି ଆମେ 2 ଥର ଗୁଣିବା, ଦେଖ ଆମେ ପାଇବା କେତେ? 144। 2 2 4, 2 କେ 2, 1ରେ ସେମିତି 2 ଗୁଣିଲେ 2, 1ରେ 1 ଗୁଣିଲେ 1, 4 4 1। ବୁଝିପାରିଲ? ଏବେ ଏଇ 64ର ବର୍ଗମୂଳ 8 ଏମିତି ହେଉଛି କାହିଁକି? ଦେଖ ମୁଁ ଏହାକୁ ଲେଖିପାରିବି 64ର ଘାତ କେତେ? 1 ବିଭକ୍ତ 2। ବୁଝିପାରିଲ? ଏଇ ବର୍ଗମୂଳର ଅର୍ଥ ହେଉଛି 1 ବିଭକ୍ତ 2 ଘାତ। ଏବେ 64କୁ ମୁଁ ଲେଖିପାରିବି 8ର ବର୍ଗ, ତେଣୁ 8ର ବର୍ଗର 1 ବିଭକ୍ତ 2 ହେବ କ'ଣ? ଘାତ। ଏବେ ମୁଁ କ'ଣ କରିବି? ଏଇ ଘାତ ଦୁଇଟିକୁ ଗୁଣିଦେବି। 8 2 ଗୁଣନ 1 ବିଭକ୍ତ 2। ଏବେ ଏଇ 2 2 କଟିଗଲା, କେତେ ରହିଲା? 8, ଘାତ ରହିଲା 1 ଏବଂ କେତେ ହେବ? 8। 8କୁ ଆମେ ଥରେ ଗୁଣିବା। ବୁଝିପାରିଲ? ତେଣୁ 64ର ବର୍ଗମୂଳ ଏମିତି ଆମେ ପାଇଲେ 8 ଏବଂ 8ର ବର୍ଗ 64। ସେମିତି ମୁଁ ଯଦି ତୁମକୁ କହିବି 81ର ବର୍ଗମୂଳ କେତେ, ତୁମେ ସେମିତି କହିବ କି 9ର ବର୍ଗର ବର୍ଗମୂଳ, ତେଣୁ କେତେ ହେବ? 9 ହେବ 81ର ବର୍ଗମୂଳ।